ପିଲାମାନେ ତୁମମାନଙ୍କୁ ଆର୍ଟ୍ସ ଏକାଡେମୀର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଏଠାରେ ଆଲୋଚନା କରିବା +2 ଫାର୍ଷ୍ଟ ଇୟର ଆର୍ଟ୍ସ ରାଜନୀତି ବିଜ୍ଞାନର ଫାର୍ଷ୍ଟ ଚାପ୍ଟରରେ ଥିବା ତୁମର କଣ ନା ରାଜନୀତି ସିଦ୍ଧାନ୍ତର ବ୍ୟବହାର, ଅର୍ଥାତ୍ ଆମେ ଯୋଉ କେତେକ ରାଜନୈତିକ ସିଦ୍ଧାନ୍ତ ରାଜନୀତି ବିଜ୍ଞାନରୁ ପାଠ କରିଥାଉ, ସେଗୁଡ଼ିକ ଆମେ କିପରି ତାକୁ ବ୍ୟବହାର କରିବା ସେଇ ବିଷୟରେ ସବିଶେଷରେ କଣ କରିବା ନା ଆଲୋଚନା କରିବା। ପ୍ରଥମେ ଯଦି ଦେଖିବା କଣ ନା ରାଜନୈତିକ ସିଦ୍ଧାନ୍ତ କେବଳ ମଣିଷର ଏକ ଶୈକ୍ଷିକ ବିଷୟ ନୁହେଁ, ବରଂ ଏହା ଆମର ରାଜନୈତିକ, ସାମାଜିକ, ନୈତିକ ଜୀବନକୁ ଦିଗ୍ଦର୍ଶନ କରେ ଏବଂ ମାର୍ଗଦର୍ଶନ କରିଥାଏ। ତା ମାନେ କହିବାର କଥା, ଆମେ ଯେତିକି ପଲିଟିକାଲ ଥିଓରି ବା ରାଜନୈତିକ ସିଦ୍ଧାନ୍ତ ଗୁଡିକ ପାଠ କରିଛୁ ବା ପାଠ କରିବୁ ଭବିଷ୍ୟତରେ, ସେଗୁଡିକ କେବଳ ଆମର ଏଇ ପଢା ବହିର ସୀମିତ ହୋଇ ନୁହେଁ। ଏହା କଣ କରିଥାଏ ନା ଏହା ଆମର ରାଜନୈତିକ ଜୀବନ, ଆମର ସାମାଜିକ ଜୀବନ, ଆମର ନୈତିକ ଜୀବନକୁ କଣ କରିଥାଏ, ମାର୍ଗଦର୍ଶନ କରିଥାଏ, ଅର୍ଥାତ୍ ବାଟ ଦେଖାଇଥାଏ। ଏହା ଏକ ମାର୍ଗଦର୍ଶିକା ଅର୍ଥାତ୍ ଗାଇଡଲାଇନ ଭଳିଆ ଇଏ କଣ କରିଥାଏ, କାମ କରିଥାଏ। ତାପରେ ଆମେ ଦେଖିବା ଏହା ଆଦର୍ଶ ରାଜନୈତିକ ଅନୁଷ୍ଠାନର ଏକ ରୂପକଳ୍ପ ଉପସ୍ଥାପିତ କରେ। ସମାଜର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏକ ବୌଦ୍ଧିକ ଉପକରଣ ଭାବେ କାର୍ଯ୍ୟ କରେ। କଣ କହିଲା ନା ରାଜନୈତିକ ଅନୁଷ୍ଠାନ ବା ଆଦର୍ଶ ରାଜନୈତିକ ଅନୁଷ୍ଠାନ। ରାଜନୈତିକ ଅନୁଷ୍ଠାନ କହିବାକୁ ଗଲେ କଣ ନା ଯେମିତି ତମ ରାଷ୍ଟ୍ର, ସରକାର ବା ତମର ନ୍ୟାୟପାଳିକା, କାର୍ଯ୍ୟପାଳିକା, ଏସବୁ ହେଲେ ତମର କଣ ନା ରାଜନୈତିକ ଅନୁଷ୍ଠାନ। ୟାର ରୂପକଳ୍ପ କରିଥାଏ, ଇମାଜିନେସନ କରିଥାଏ ଯେ ଏଇ ସଂସ୍ଥା ଗୁଡିକ କିପରି ହେବା ଉଚିତ ଏବଂ ଏଙ୍କର କାର୍ଯ୍ୟ କଣ, ଏଇସବୁ ବିଷୟରେ ଇଏ କଣ କରିଥାଏ ନା ମାର୍ଗଦର୍ଶୀ ଥାଏ। ତା ସହିତ କଣ ହେଇଥାଏ ନା ସମାଜର ବିଭିନ୍ନ ସମସ୍ୟା, ଆମେ ଯୋଉ ସମାଜ ରହୁଛେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ, ଯେପରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଏସବୁ ସମସ୍ୟା କିପରି ଭାବେ ସମାଧାନ ହେଇପାରିବ ସେଇ ସବୁ ପାଇଁ କଣ କରିଥାଏ ରାଜନୈତିକ ସିଦ୍ଧାନ୍ତ ଗୁଡିକ ମାର୍ଗ ଦର୍ଶାଇଥାଏ। ଏହା ବହୁମୁଖୀ ଏବଂ ଗତିଶୀଳ। ବହୁମୁଖୀ କହିବାର କଥା କଣ ନା ବିଭିନ୍ନ ଡାଇମେନସନକୁ, ବିଭିନ୍ନ କଣ କରିଥାଏ ନା ବିଭିନ୍ନ ସ୍ତରରେ ୟାକୁ ବ୍ୟବହାର କରାଯାଇଥାଏ। ଯେପରି ଆମେ ଶିକ୍ଷାରେ ବ୍ୟବହାର କରିପାରିବା, ସ୍ୱାସ୍ଥ୍ୟ, ଗମନାଗମନ, ଏଇସବୁ ବିଭିନ୍ନ ପ୍ରକାର ପ୍ରଯୁକ୍ତି ବିଦ୍ୟା, ବିଭିନ୍ନ କ୍ଷେତ୍ରରେ ଏଗୁଡିକ କାର୍ଯ୍ୟ, ତେଣୁ ବହୁମୁଖୀ। ଏବଂ ଇଏ କଣ ନା ଗତିଶୀଳ। ଗତିଶୀଳ ଅର୍ଥାତ୍ ଇଏ ସମୟ ଅନୁସାରେ କଣ ହେଇଥାଏ ନା ପରିବର୍ତ୍ତିତ ହୋଇଥାଏ। ତାପରେ ଆମେ ଦେଖିବା ୟାକୁ ଆମେ କେଉଁଠାରେ ମୁଖ୍ୟତଃ ବ୍ୟବହାର କରୁ ନା ୟାକୁ ଆମେ ଗୋଟେ ଆଦର୍ଶ ରୂପକଳ୍ପ ଇଏ ଆମକୁ ପ୍ରଦାନ କରିଥାଏ। ୟା ଆଦର୍ଶ ରାଜନୈତିକ ଅନୁଷ୍ଠାନ ଶାସନ ବ୍ୟବସ୍ଥାର ଏକ ଦୃଷ୍ଟିଭଙ୍ଗୀ ଉପସ୍ଥାପିତ କରେ, ଯାହାକୁ ବିଭିନ୍ନ ସମାଜ ଗ୍ରହଣ କରିବାକୁ ଲକ୍ଷ୍ୟ କରିଥାନ୍ତି। ତାହେଲେ ଏଠି ଆମେ ଦେଖିବା କଣ ନା ଏକ ଆଦର୍ଶ ରାଜନୈତିକ ଅନୁଷ୍ଠାନ, ଯୋଉ ମୁଁ କହିଲି ଯୋଉ ରାଜନୈତିକ ଅନୁଷ୍ଠାନ ତାକୁ କଣ କରିବ ନା ଏକ ଆଦର୍ଶ କରିବାର ଇଏ କଳ୍ପନା କରିବ, ଇଏ ରୂପରେଖ ତିଆରି କରିବ। ଶାସନ ବ୍ୟବସ୍ଥାକୁ ଏକ ଦୃଷ୍ଟିଭଙ୍ଗୀ ଉପସ୍ଥାପିତ କରେ। ଯୋଉ ଶାସନ ବ୍ୟବସ୍ଥା ଚାଲିଛି ତାକୁ ଏପରି ଏକ ଦୃଷ୍ଟିଭଙ୍ଗୀ ଦିଏ ଯାହାକି ବିଭିନ୍ନ ସମାଜ ଗ୍ରହଣ କରେ, ଅର୍ଥାତ୍ ସେ ଏପରି ଭାବେ ସିଏ ଶାସନ ବ୍ୟବସ୍ଥା ଚାଲିବ ଯାହାକି ସମସ୍ତେ ତାକୁ କଣ କରିବେ, ଗ୍ରହଣ କରିପାରିବେ। ଏଇ ବିଷୟ, ଇଏ ଗୋଟେ ହଉଛି କଣ ନା ତାର ବ୍ୟବହାର। ଦ୍ୱିତୀୟ ବ୍ୟବହାରଟି କଣ ଦେଖ, ପ୍ରାମାଣିକ ବ୍ୟାଖ୍ୟା। ପ୍ରାମାଣିକ ବ୍ୟାଖ୍ୟା କଣ ନା ଏହା ରାଜନୀତି ଘଟଣାକୁ ପ୍ରାମାଣିକ ବା ତାର୍କିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରେ, ଯାହା ଦ୍ୱାରା ଆମେ ରାଜନୀତିର କାର୍ଯ୍ୟପ୍ରଣାଳୀକୁ ବୁଝିପାରୁ। ତାର୍କିକ ବା ପ୍ରାମାଣିକ ଏଇ ଦୁଇଟି ଦୃଷ୍ଟିକୋଣରୁ ଇଏ କଣ କରେ ନା ରାଜନୀତିକୁ ବ୍ୟାଖ୍ୟା କରେ। ପ୍ରାମାଣିକ ଅର୍ଥାତ୍ ଯୋଉ ଜିନିଷ ଗୁଡିକ କଣ ଅଛି ନା ଆଗରୁ ଏକ୍ଜିଷ୍ଟ କରିଛି ବା ପ୍ରମାଣ ଯୋଗ୍ୟ, ଏବଂ ତର୍କ ମାଧ୍ୟମରେ ଇଏ କଣ କରେ ନା ବ୍ୟାଖ୍ୟା କରେ, ଯାହା ଫଳରେ କି ଆମେ ସହଜରେ ରାଜନୈତିକର କାର୍ଯ୍ୟ ପ୍ରଣାଳୀକୁ ଆମେ ସହଜରେ ବୁଝିପାରୁ। ତାପରେ ଆମେ ଦେଖିବା କଣ ନା ମୂଲ୍ୟାଙ୍କନର ମାନକ। ଇଏ ଗୋଟେ କଣ କରେ ନା ମୂଲ୍ୟାଙ୍କନର ମାନକ ସୃଷ୍ଟି କରେ। ବିଭିନ୍ନ ଦେଶର ରାଜନୈତିକ ଅନୁଷ୍ଠାନ ଲକ୍ଷ୍ୟ ନୀତିକୁ ମୂଲ୍ୟାୟନ କରିବା ପାଇଁ କେତେକ ମାନକ ପ୍ରସ୍ତୁତ କରେ, ଯେପରିକି ସ୍ୱାଧୀନତା, ସମାନତା ଓ ନ୍ୟାୟ। ଦେଖ ପିଲାମାନେ, ଇଏ କଣ କରେ, ଯେହେତୁ ବିଭିନ୍ନ ଦେଶର ରାଜନୈତିକ ଅନୁଷ୍ଠାନକୁ ଇଏ କଣ କରେ, ଅଧ୍ୟୟନ କରିଥାଏ, ତେଣୁକରି ତାଙ୍କର ନୀତି ଆଦର୍ଶକୁ ସେ ମୂଲ୍ୟାୟନ କରେ। କଣ କରେ, ଇଭାଲୁଏସନ କରେ, ମୂଲ୍ୟାୟନ କରେ, କରିକି ସେ କେତେକ ମାନକ ପ୍ରସ୍ତୁତି କରେ। ଅର୍ଥାତ୍ ଯୋଉ ଗୁଡିକ ଠିକ ସେଗୁଡିକ କିପରି ନିଜ ଦେଶରେ ବା ଚାଲିପାରିବ ସେ ବିଷୟରେ
ସେ କଣ କରେ ନା ଗୋଟେ ମାନକ ପ୍ରସ୍ତୁତ କରେ। ଯେପରି ଦେଖିବ ପିଲାମାନେ ସ୍ୱାଧୀନତା, ସମାନତା ଏବଂ ନ୍ୟାୟ ହେଲା, ଏଇ ଜିନିଷ ଯୋଉଟା କି ତମର ଫ୍ରାନ୍ସର ରାଷ୍ଟ୍ର ବିପ୍ଳବ ସମୟରେ ଏଇ ତିନୋଟି ସ୍ଲୋଗାନ ଦିଆଯାଇଥିଲା। ଯେତେବେଳେ ଆମେ ଅଧ୍ୟୟନ କଲୁ ସେତେବେଳେ ଏଇ ଜିନିଷ ଗୁଡ଼ିକୁ ନେଇ ଆମ ସମ୍ବିଧାନରେ ମଧ୍ୟ ଏଇ ଜିନିଷ ଗୁଡ଼ିକୁ ଆମେ କଣ କରିଛୁ, ଯୋଡ଼ି ଦେଇଛେ। ତେଣୁକରି ଏଗୁଡ଼ିକ କଣ କଲେ ନା ଆମେ ଜାଣିଲେ ଯେ ଏଗୁଡ଼ିକ ଗୋଟେ ମାନବ ପାଇଁ ନିହାତି ଆବଶ୍ୟକ, ସ୍ୱାଧୀନତା, ସମାନତା, ନ୍ୟାୟ। ତେଣୁକରି ଇଏକୁ କଣ କଲେ, ଏକୁ ଆମେ ମାନକ ରୂପେ ଗ୍ରହଣ କରି ଆମେ ତାକୁ ଗ୍ରହଣ କରିନେଲେ। ତାପରେ ସଂସ୍କାର ପାଇଁ ମଡେଲ, ଏହା ସମାଜ ନିକଟରେ ଅନୁଷ୍ଠାନ ସମ୍ପର୍କ ଗୁଡ଼ିକ ସଂସ୍କାର ପାଇଁ ନମୁନା ଉପସ୍ଥାପନ କରେ। ଠିକ ଅଛି, ତ କେଉଁ ପ୍ରକାର ସଂସ୍କାର ରହିବ ସେଗୁଡ଼ିକ ବା ଗୋଟେ ଅନୁଷ୍ଠାନ ସମାଜରେ କିପରି ଭାବେ ଚାଲିବ, କିପରି ସଂସ୍କାରିତ ହୋଇ ଚାଲିବ, ସେ ବିଷୟରେ ମଧ୍ୟ ଆମକୁ ଇଏ କଣ କରେ, ଏଇ ଯୋଉ ଆମେ ଯୋଉ ପଲିଟିକାଲ ଥିଓରି ବା ରାଜନୈତିକ ସିଦ୍ଧାନ୍ତ ଇଏ ବି ଆମର କଣ କରିଥାଏ ନା ଏଇପରି କାର୍ଯ୍ୟରେ ଲାଗିଥାଏ। ତାପରେ ଆମେ ଦେଖିବା ୟାର ଅନ୍ୟ ମୁଖ୍ୟ ବ୍ୟବହାର ଭିତରେ ଦେଖିବା, ୟା ନୀତିଗତ ଅନୁସନ୍ଧାନ କରେ। ନୀତିଗତ ଅନୁସନ୍ଧାନ ମାନେ କଣ ନା ଗୋଟେ ପ୍ରିନ୍ସିପୁଲ ସହିତ ଇଏ କଣ କରିବ, ଅନୁସନ୍ଧାନ କରିବ ବା ଇନଭେଷ୍ଟିଗେସନ କରିବ। ଇଏ ଆଇନର ଶାସନ, କ୍ଷମତାର ପୃଥକୀକରଣ, ନ୍ୟାୟିକ ପୂର୍ବାଲୋକନ ଭଳି ନୀତି ଗୁଡ଼ିକ ଗୁରୁତ୍ୱ ପ୍ରାସଙ୍ଗିକ ଗଭୀର ଭାବେ ଅନୁସନ୍ଧାନ କରେ। ଯେହେତୁ ଇଏ କଣ ହୁଏ ନା ସଦା ସର୍ବଦା ଚେଷ୍ଟା କରିଥାଏ ଯେ ଗୋଟେ ଆଇନର ଶାସନ ହଉ, ଯାହା କିଛି ଶାସନ ହବ ଆଇନ ଦ୍ଵାରା ଶାସନ ହଉ, କ୍ଷମତାର ପୃଥକୀକରଣ ହବା ଉଚିତ, ଯେମିତି କାର୍ଯ୍ୟପାଳିକା, ନ୍ୟାୟପାଳିକା, ବ୍ୟବସ୍ଥାପିକା ଏସବୁ କଣ ପୃଥକୀକରଣ ହବା ଉଚିତ। ଏବଂ ନ୍ୟାୟିକ ପୂର୍ବାଲୋକନ ମାନେ ଜୁଡିସିଆଲ ରିଭ୍ୟୁ ହବା, ଅର୍ଥାତ୍ କୌଣସି ଗୋଟେ ଘଟଣାକୁ ତାକୁ କଣ କରାଯିବ ନା ପୁନର୍ବାର ସେଗୁଡିକ ତାକୁ ନ୍ୟାୟାଳୟ ଦ୍ଵାରା କଣ କରାଯିବ ନା ଆଉଥରେ ପୁନର୍ବାର ବିଚାର କରାଯିବ। ସେଟା ହେଲା ଜୁଡିସିଆଲ ରିଭ୍ୟୁ ବା ନ୍ୟାୟିକ ପୂର୍ବାଲୋକନ ଦ୍ଵାରା ଏଇ ଯୋଉ ନୀତି ଆଉ ଗୁରୁତ୍ୱ ଗୋଟେ ପ୍ରାସଙ୍ଗିକ ଗଭୀର ଭାବେ କଣ କରିଥାଏ ନା ଅନୁସନ୍ଧାନ କରିଥାଏ। ଠିକ ଅଛି, ତାପରେ ସମସାମୟିକ ସମସ୍ୟାର ସମାଧାନ। ଯେକୌଣସି ଗୋଟେ ସମସାମୟିକ ମାନେ ବର୍ତ୍ତମାନ ଯେକୌଣସି ଗୋଟେ ସମସ୍ୟା ଅଛି ତାକୁ କିପରି ସମାଧାନ କରାଯାଇ ପାରିବ, ଏହା ମାନେ ଏଇ ଯୋଉ ରାଜନୈତିକ ସିଦ୍ଧାନ୍ତକୁ ଏଥିରେ ବ୍ୟବହାର କରାଯାଏ। ଏହା ସୂଚନା ଅଧିକାର, ଜୀବିକାର ଅଧିକାର, ବୈଷୟିକ ଯୋଗାଯୋଗ ପ୍ରଯୁକ୍ତି, ଆତଙ୍କବାଦ, ଏଇ ଯୋଉ ଇଏ ହଉଛି ସମସାମୟିକ ସମସ୍ୟା ବା ବର୍ତ୍ତମାନ ଦେଖାଯାଉଥିବା ସମସ୍ୟା, ଏଗୁଡିକ କିପରି ଭାବରେ କଣ ହେଇପାରିବ, ମୁକାବିଲା କରାଯାଇ ପାରିବ, ସେ ବିଷୟରେ ମଧ୍ୟ ଇଏ ସୂଚନା ପ୍ରଦାନ କରେ। ତାପରେ ଆମେ ଦେଖିବା କଣ ନା ଗୋଟେ ବିକଳ୍ପ ଶାସନ ବ୍ୟବସ୍ଥା, ଇଏକୁ ମଧ୍ୟ ଏଇ ରାଜନୈତିକ ସିଦ୍ଧାନ୍ତ ଦ୍ଵାରା ଆମେ ପାଇଥାଉ। ବିକଳ୍ପ ଶାସନ ବ୍ୟବସ୍ଥାର ସୂତ୍ର ପ୍ରଦାନ କରେ, ଯାହାକି ନୂତନ ଚିନ୍ତାର ପ୍ରୋତ୍ସାହିତ କରେ। ଦେଖିବେ ଯଦି ଜନସାଧାରଣ ମାନେ ଲୋକମାନେ ଦେଖିଲେ ଏ ପ୍ରକାର ଶାସନ ବ୍ୟବସ୍ଥା ଠିକ ନୁହେଁ, ଆମ ପାଇଁ ଠିକ ସହ୍ୟ ହଉନାହିଁ, ତେଣୁକରି ସେମାନେ କଣ କରିବେ, ବିକଳ୍ପର ଶାସନ ବ୍ୟବସ୍ଥା ତାଙ୍କ ମନ ଭିତରେ ଗୋଟେ ଆସେ ଏଇ ରାଜନୈତିକ ସିଦ୍ଧାନ୍ତ ଗୁଡିକ ପାଠ କରିଲା ପରେ। ତାପରେ ଆଉ ଗୋଟେ କଣ ହଉଛି, ମୌଳିକ ଧାରଣାର ସ୍ପଷ୍ଟୀକରଣ। ଦେଖ ପିଲାମାନେ, ସ୍ୱାଧୀନତା, ସମାନତା, ନ୍ୟାୟ, ଗଣତନ୍ତ୍ର, ଧର୍ମନିରପେକ୍ଷତା ପରି ଧାରଣା ଗୁଡିକର ସ୍ପଷ୍ଟ ଅର୍ଥ ଆମେ ଏଇ ରାଜନୈତିକ ସିଦ୍ଧାନ୍ତ ଗୁଡିକ ମାଧ୍ୟମରେ କଣ କରିଥାଉ ନା ପାଇପାରିଥାଉ। ଏ ବିଷୟରେ ଆମେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଜ୍ଞା ପାଠ କରିବା। ଦେଖିବା ରାଜନୈତିକ ସିଦ୍ଧାନ୍ତ କହିଲେ କଣ ବୁଝ ନା ରାଜନୈତିକ ସିଦ୍ଧାନ୍ତ ହଉଛି ସେଇ ଧାରଣା ଯେ ନୀତି ଗୁଡିକର ସମନ୍ୱୟ ଯାହା ଶୃଙ୍ଖଳିତ ସୁବ୍ୟବସ୍ଥିତ ରୂପରେ ସମ୍ବିଧାନ, ସରକାର, ସାମାଜିକ ଜୀବନ ରୂପ ବିନ୍ୟାସ କରେ। ତାହେଲେ ରାଜନୈତିକ ସିଦ୍ଧାନ୍ତ ବୋଇଲେ କଣ ବୁଝାଯାଏ ନା ରାଜନୈତିକ ସିଦ୍ଧାନ୍ତ ହଉଛି ଇଏ ହଉଛି ଧାରଣା ଓ ନୀତି ଗୁଡିକର ସମନ୍ୱୟ, ଯାହାକି ଶୃଙ୍ଖଳିତ ସୁବ୍ୟବସ୍ଥିତ ସମ୍ବିଧାନର ରୂପେ ସମ୍ବିଧାନ, ସରକାର ଓ ସାମାଜିକ ଜୀବନର ରୂପ ବିନ୍ୟାସ କରେ। ଅର୍ଥାତ୍ ସରକାର କିପରି ଶୃଙ୍ଖଳିତ ହେବେ, ସମ୍ବିଧାନ କିପରି ଶୃଙ୍ଖଳିତ ଭାବେ ତାର ଆଇନ ଗୁଡିକ ରହିବ, ସାମାଜିକ ଜୀବନ କିପରି ଶୃଙ୍ଖଳିତ ହେବ, ଏ ସବୁ କଣ କରେ ନା କଣ କରିଥାଏ ନା ଏଇ ରାଜନୈତିକ ସଂଜ୍ଞା ଗୁଡିକ କଣ କରିଥାଏ ନା ଧାରଣା ପ୍ରଦାନ କରିଥାଏ। ତାପରେ ଦେଖିବା ରାଜନୈତିକ ଧାରଣା କଣ, ରାଜନୈତିକ ଧାରଣା ଏଇ ଗୁଡିକ ପ୍ରାକୃତିକ ବିଜ୍ଞାନ ସିଦ୍ଧାନ୍ତ ପରି ସରଳ ସାର୍ବଜନୀନ ନୁହେଁ, ବରଂ ଏଗୁଡିକ ଜଟିଳ, କାରଣ ଏହା ମଣିଷର ସାମାଜିକ ଜୀବନ ଦିଗକୁ ନେଇ ସୃଷ୍ଟି ହୋଇଥାଏ। ରାଜନୈତିକ ଧାରଣା କହିଲେ କଣ ନା ଯେମିତି ପ୍ରାକୃତିକ ବିଜ୍ଞାନର
ସିଦ୍ଧାନ୍ତ ଅଛି। ପ୍ରାକୃତିକ ବିଜ୍ଞାନ ମାନେ ଯୋଉଟା ଆମେ ନ୍ୟାଚୁରାଲ ସାଇନ୍ସ, ଯୋଉଟା ଆମେ ସ୍କୁଲ କଲେଜରେ ଯୋଉ ସାଇନ୍ସ ପଢୁ, ସେ ଯୋଉ ତମର ଫିଜିକ୍ସ ହଉ, କେମିଷ୍ଟ୍ରି ହଉ, ଏଇ ଯୋଉ ବାୟୋଲୋଜି ହଉ, ଏଇ ସବୁ ଯେମିତି ଏଗୁଡା ହଉଛି ପ୍ରାକୃତିକ ବିଜ୍ଞାନ। ଇଏ ଯୋଉ ପ୍ରାକୃତିକ ବିଜ୍ଞାନ ଯୋଉ ସିଦ୍ଧାନ୍ତ ଥାଏ, ସେଭଳି ଇଏ ସିଦ୍ଧାନ୍ତ ସରଳ ନୁହେଁ। ଅର୍ଥାତ୍ ପ୍ରାକୃତିକ ବିଜ୍ଞାନ କଣ ହୁଏ ନା, ଯୋଉ ସିଦ୍ଧାନ୍ତ ଗୁଡିକ ଥାଏ ସେଇଟା ହିଁ ସାର୍ବଜନୀନ, ସେଇଟା ହିଁ ସବୁବେଳେ ସଦା ସର୍ବଦା ସେଇଟା ହିଁ ସେଇ ଅବସ୍ଥାରେ ଥାଏ। କିନ୍ତୁ ଏଠାରେ ଯୋଉ ଆମେ ଗୁଡା ମାନେ ରାଜନୀତି ବିଜ୍ଞାନରେ ଯୋଉ ମାନେ କଣ ନା, ତମର ଯୋଉ ଡେଫିନେସନ ବା ଯୋଉ ଥିଓରି ଗୁଡା ପଢୁ, ଏଗୁଡିକ ଜଟିଳ, ଏଗୁଡିକ ଜଟିଳ। କାରଣ ଏହା ମଣିଷ ସାମାଜିକ ସମ୍ପର୍କ ଭିନ୍ନ ଭିନ୍ନ ଦିଗକୁ ସୃଷ୍ଟି କରିଥାଏ। ୟାର କହିବାର ଅର୍ଥ ଇଏ ସଦା ସର୍ବଦା ସମାନ ନୁହେଁ। ଏବଂ ଶେଷରେ ଦେଖିବା ସମାନତା। ୟାର ଅର୍ଥ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା, ସମାନତା। କିନ୍ତୁ ବ୍ୟବହାରିକ କ୍ଷେତ୍ର, ସ୍ଥାନ, କାଳ, ପାତ୍ରରେ ଏହା ସମାନ ପ୍ରୟୋଗ ସମ୍ଭବ ନୁହେଁ। ଯଦିଓ ସମାନତା ଅର୍ଥ ହଉଛି ସମସ୍ତଙ୍କୁ ସମାନ ସୁଯୋଗ ସୁବିଧା ପ୍ରଦାନ କରିବା, କିନ୍ତୁ ଯେତେବେଳେ ଆମେ ତାକୁ ବ୍ୟବହାର କରୁ ସ୍ଥାନ କାଳ ପାତ୍ରରେ, ଏଇଟା ସବୁଆଡେ ହେଇପାରେ ନାହିଁ। ସବୁ ଜାଗାରେ ସମସ୍ତଙ୍କୁ ସମାନ ବା ସବୁ ସମୟରେ ବା ସବୁ ଲୋକଙ୍କୁ, ପାତ୍ର ଅର୍ଥ ପର୍ସନ, ସମାନ ସୁବିଧା ସୁଯୋଗ ଦିଆଯିବ, ସେମିତି ହେଇପାରେନି। ଦୁର୍ବଳ ବର୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆବଶ୍ୟକ। କାରଣ ଯଦି ଆମେ ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ ରଖିଦେବା, ତାହେଲେ ଦୁର୍ବଳ ବର୍ଗ, ଯୋଉମାନେ ପଛୁଆ ବର୍ଗ, ସେମାନେ କେବେ ଆଗକୁ ଆସିପାରିବେ ନାହିଁ। ପିଲାମାନେ, ଯଦି ତମକୁ ଭିଡିଓଟି ଭଲ ଲାଗିଛି, ତମେ କଣ କରିବ, ଲାଇକ୍ କରିବ, ଚ୍ୟାନେଲକୁ ସବସ୍କ୍ରାଇବ କରିନେବ ଏବଂ କମେଣ୍ଟସ ଦେବ।